ପୁଣି ପିଲା ସହିତ ସାଙ୍ଗ ହେଇକି ଆମ ସହିତ ସାଙ୍ଗ ହେଇକି ଯିବା କଥା ତାଙ୍କ ସହିତ ନ ଯାଇ ପିଇସା ସହିତ ଯାଇଥିଲା ସେ ଆମକୁ ନ ଜାଣିକି ବାପା ମାଆକୁ। ପିଇସା ତାର କହିଲା ଠିକ ଟାଇମରେ ନେଇ ପହଞ୍ଚେଇବି ଠାକୁର ନେଇକି ଆସିବା। ଠିକ ଟାଇମରେ ନ ପହଞ୍ଚିବା ପୂର୍ବରୁ ଅଲଗା ଜାଗାକୁ ନେଇକି ତାକୁ ଗଲା। ଅଲଗା ଜାଗାରେ ନେଇକି ଆମେ ସବୁ ଠାକୁର ଅଲଗା ପିଲା ନେଇକି ଆସିଲା ପରେ ସେ ଏପର୍ଯ୍ୟନ୍ତ ଆସିଲା ନାହିଁ। ଘଣ୍ଟା 2 ଘଣ୍ଟା ପରେ ଫେରିଲା ବେଳକୁ କାନ୍ଦିକି ଆସିଲା। ଆମେ ଖୋଜିଲୁ ଯେତେବେଳେ କାନ୍ଦୁଛୁ କାହିଁ ଠାକୁର ଆଣିବାକୁ ଯାଇଥିଲୁ ପିଇସା ମତେ ଅଲଗା ବାଟକୁ ନେଇ ଯାଇଥିଲା। କୋଉ ବାଟକୁ ଯାଇଥିଲା କୁନ୍ଦୁପୁର ଡକ୍ଟର ପାଖକୁ ଯାଇଥିଲା। ସେଠି କାହିଁ ଯାଇଥିଲୁ ସେପଟେ କଣ ବାଟ ଅଛି ନା ବାଟ ନାହିଁ ସେପଟେ ତ ନେଇଗଲେ ମତେ ଆଉ 2-4 ଜଣ ଡାକି ପିଲା ଥିଲେ ସେଠି ମାଡ଼ ଝଗଡ଼ାଟି ହେଲା ଆଉ ଭଲ ଖରାପ କାମ ଉଦ୍ଦେଶ୍ୟ ମତେ କଲେ ସେଇଠି ମତେ ଆଣିକି ପହଞ୍ଚେଇଲେ ଏଠି କାନ୍ଦି ବୋଲିକି ମତେ ଆଣିକି ଘରେ ଗାଁ ଦାଣ୍ଡରେ ଛାଡ଼ିଦେଇକି ଗାଁ ବାହାରେ ପଳେଇଲେ ତାଙ୍କର। ମୁଁ ସେଠୁ ଘରକୁ କାନ୍ଦି ଆସିଲି। ବୋଉ ବାପା ପଚାରିଲେ ଏଇ କଥା ମତେ କହୁଛି ପିଇସା ନେଇଛି ଶୁଣିଥିଲି ପିଇସା ନାଇଁ ଅନ୍ୟମାନେ ଯୋଉ 4 ଜଣଙ୍କ ନାଁ ସେମାନେ ପିଇସା ତାକୁ ସମିତ କରିଥିବେ। କୋଉମାନେ ପିଇସା ଡାକିଛନ୍ତି ତାଙ୍କୁ 4-5 ଜଣ। ଆଚ୍ଛା ଆଉ ମୁଁ ତ ନଥିଲି ଆଉ ମୁଁ ଆଉ କହିପାରିବି ଏଇଆ କହିଲି ଏଇଆ କହିଲି। ଏତଲା କୋଉଦିନ ଦେଲେ ଆଉ କଣ ସବୁ ଆକ୍ସନ ହେଲାଣି? ଶନିବାର ଦିନ ହେଇଥିଲା ଆମେ ଆମ ବାପା ମାଆଙ୍କୁ ସେ ପଚାରିଲା ମୁଁ ମିଛରେ କହୁଛି ସତରେ କହୁଛି ଆଉ ପିରିୟଡ ଆଉଛି ଦେହ ହାତ ଦରଜ ହଉଛି। ଆମେ ସେଠୁ ପଚାରିଲା ବୁଝିଲାକୁ କହୁଛି ଖରାପ କାମ କରିଦେଇଥିଲି ଆଉ ବାପା ଏଇ ଅବସ୍ଥା ହେଇଛି ମୁଁ ଲାଜ କଥା କହିପାରୁନି। ଗୋଟେ ଭାଇ ତାର ଏ କଥା ରିକ୍ସ ନେଇକି ଥାନାରେ ଆସି ଏତଲା ଦେଲା। ମୁଁ ତ ଗାଡି ଘୋଡା ସହିତ ଯାଉଛି ମୁଁ ତ ଘରେ ରହିପାରୁନି। ଆପଣ ବିଚାର କରିବେ କଣ ଦାବି କରିବେ ବର୍ତ୍ତମାନ? ଦାବି ନ୍ୟାୟ ମିଳିବା ଦରକାର ଦୋଷୀ ଦଣ୍ଡ ଦିଆ ଦରକାର। ଆପଣ ବହୁତ କଠିନ ଅନୁଷ୍ଠାନ ଦରକାର। ନିଜର ପିଇସା ସେ ନିଜର ଦାଦା ଝିଅ ଭଉଣୀ ପିଇସା ହେବେ। ଆଉ ଯୋଉ ଆଉ 4 ଜଣଙ୍କ ନାଁରେ ଅଭିଯୋଗ କରୁଛନ୍ତି ପିଇସାଙ୍କ ସମେତ ସମସ୍ତେ କଣ ଦୁଷ୍କର୍ମ କରିଛନ୍ତି? ସମେତ ଦୁଷ୍କର୍ମ ସେଟା ତ ଆମେ କହିପାରିବୁନି ଆଜ୍ଞା ତାଙ୍କ ସହିତ ସେ ଥିଲେ। ଜଣେଇଛନ୍ତି ସମସ୍ତେ? ହଁ ସମସ୍ତେ ସେ ଝିଅ କହିବେ ତାଙ୍କ ନାଁ। କଣ ଘଟଣାସ୍ଥଳରେ କଣ ଘଟିଥିଲା? ମାରପିଟ ହେଇଥିଲା କଣ ହେଇଥିଲା ଝିଅ ତାର ସବୁ କହିବ ସେ ତ ଆସିନି ନା।